ରୋଷେଇ ଘରର ତାୱା କରିବ ଆପଣମାନଙ୍କୁ ମାଲାମାଲ। ସାଙ୍ଗମାନେ, ଆପଣମାନେ ନିହାତି ରୋଷେଇ ଘରେ ତାୱାରେ ରୁଟି କିମ୍ବା ପିଠା ବନାଉଥିବେ। ଆସନ୍ତୁ ଜାଣିବା ଏହାର ପ୍ରୟୋଗ ଏବଂ କ'ଣ ମାଲାମାଲ କରିବ। ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ, ବାସ୍ତୁ ବିଜ୍ଞାନରେ ରୋଷେଇ ଘରର ତାୱା ବିଷୟରେ କିଛି ଉପାୟ କୁହାଯାଇଛି। ଏହି ଉପାୟକୁ ବ୍ୟବହାର କରି ଘରେ ମାତା ଲକ୍ଷ୍ମୀଙ୍କର କୃପା ପାଇପାରିବେ ଏବଂ ଏହା ଆପଣଙ୍କ ଘରେ ସୁଖ ସମୃଦ୍ଧି ହେବା ସହ ଧନର ଅଭାବ ହୋଇନଥାଏ। ତାୱା କେବଳ ରୁଟି ଏବଂ ପିଠା ବନେଇବାରେ କାମରେ ଆସିନଥାଏ, ବରଂ ଏହା ଭଗବାନଙ୍କର କୃପା ପାଇବାର ମାଧ୍ୟମ ହୋଇଥାଏ। ତାୱା ରୋଷେଇ ଘରର ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ। ଏହି ଭିଡ଼ିଓ ମାଧ୍ୟମରେ ଆମେ ଜାଣିବା ଯେ ବାସ୍ତୁଶାସ୍ତ୍ର ଅନୁସାରେ ତାୱାର ମହତ୍ତ୍ୱ କେତେ, ଏହାକୁ କେଉଁ ବିଶେଷ ସ୍ଥାନରେ ରଖିବା ଉଚିତ ଏବଂ କେଉଁଭଳି ରଖିଲେ ଆପଣଙ୍କ ଘରେ ଏହି ଉପାୟକୁ ବ୍ୟବହାର କରି ଘରେ ମାତା ଲକ୍ଷ୍ମୀଙ୍କର କୃପା ପାଇପାରିବେ ଏବଂ ଏହା ଆପଣଙ୍କ ଘରେ ସୁଖ ସମୃଦ୍ଧି ହେବା ସହ ଧନର ଅଭାବ ହୋଇନଥାଏ। ତାୱା କେବଳ ରୁଟି ଏବଂ ପିଠା ବନେଇବାରେ କାମର ଆସିନଥାଏ, ବରଂ ଏହା ଭଗବାନଙ୍କର କୃପା ପାଇବାର ମାଧ୍ୟମ ହୋଇଥାଏ। ତାୱା ରୋଷେଇ ଘରର ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ। ଏହି ଭିଡ଼ିଓ ମାଧ୍ୟମରେ ଆମେ ଜାଣିବା ଯେ ବାସ୍ତୁଶାସ୍ତ୍ର ଅନୁସାରେ ତାୱାର ମହତ୍ତ୍ୱ କେତେ, ଏହାକୁ କେଉଁ ବିଶେଷ ସ୍ଥାନରେ ରଖିବା ଉଚିତ ଏବଂ କେଉଁଭଳି ରଖିଲେ ଆପଣଙ୍କର ଭାଗ୍ୟରେ ଅଟକିଥିବା ଧନ ସମ୍ପତ୍ତି ମିଳିପାରିବ, ତାହା ସହିତ ଆପଣଙ୍କ ଭାଗ୍ୟ ଚମକିବ। କିନ୍ତୁ ତାହା ପୂର୍ବରୁ ଯଦି ଆପଣମାନେ ଚାହୁଁଛନ୍ତି ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହୁ, ତେବେ ଏହି ଭିଡ଼ିଓଟିକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟରେ ଜୟ ମାତା ଲକ୍ଷ୍ମୀ ବୋଲି ନିଶ୍ଚିତ ଲେଖନ୍ତୁ। ଏହାଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କର ଏବଂ ଆପଣଙ୍କ ପରିବାରର ସମସ୍ତ ସଦସ୍ୟଙ୍କର ମଙ୍ଗଳ କରିବେ। ନମ୍ବର 1, ତାୱା ଏବଂ କଡ଼ା ରାହୁର ପ୍ରତିନିଧିତ୍ୱ କରିଥାନ୍ତି, ତେଣୁ ରୋଷେଇ ଘରକୁ ସର୍ବଦା ସଫା ରଖିବା ଉଚିତ। ଯଦି କେହି ମହିଳା ରୋଷେଇ ଘରେ ତାୱା ଏବଂ କଡ଼ାକୁ ଅପରିଷ୍କାର କରନ୍ତି, ତେବେ ଏହାର ସିଧା ପ୍ରଭାବ ତାଙ୍କର ସ୍ୱାମୀ ଉପରେ ପଡ଼ିଥାଏ। ନମ୍ବର 2, ଯେତେବେଳେ ସକାଳୁ ରୋଷେଇ ଘରକୁ ତାୱାରେ ଖାଇବା ବନାଇବା ପାଇଁ ଯାଉଛନ୍ତି, ସେତେବେଳେ ତାୱାକୁ ଗରମ କରିବା ପରେ ସେଥିରେ ପ୍ରତିଦିନ ଖାଉଥିବା ଲୁଣକୁ ପକାନ୍ତୁ। କିନ୍ତୁ ଏହି କଥାକୁ ଧ୍ୟାନ ରଖନ୍ତୁ କି ଲୁଣରେ ଯେମିତି ଅନ୍ୟ କିଛି ପଦାର୍ଥ ନ ମିଳିଥାଏ, ଅର୍ଥାତ୍ ହଳଦୀ କିମ୍ବା ଲଙ୍କାଗୁଣ୍ଡ ଇତ୍ୟାଦି। ନମ୍ବର 3, ତାୱାକୁ ଯେତେବେଳେ ଥଣ୍ଡା ହେବ, ସେତେବେଳେ ଲେମ୍ବୁ ଏବଂ ଲୁଣରେ ମାଜନ୍ତୁ। ଏହାଦ୍ୱାରା ତାୱା ଉଜ୍ଜ୍ୱଳ ଦିଶିବା ସହିତ ଆପଣଙ୍କର ଭାଗ୍ୟ ମଧ୍ୟ ଉଜ୍ଜ୍ୱଳ ହୋଇଥାଏ। ନମ୍ବର 4, ତାୱା କିମ୍ବା କଡ଼ାକୁ ମାଜିଲା ବେଳେ କେବେ ବି କୌଣସି ଧାରୁଆ ଅସ୍ତ୍ରରେ ପୂରନ୍ତୁ ନାହିଁ। ଏହାକୁ ପାଣିରେ ଭିଜାଇ କିଛି ସମୟ ରଖନ୍ତୁ, ତାପରେ କଡ଼ାକୁ ବା ତାୱାକୁ ମାଜନ୍ତୁ। ନମ୍ବର 5, ତାୱା କିମ୍ବା କଡ଼ାରେ କେବେ ବି ଖାଆନ୍ତୁ ନାହିଁ ଏବଂ ଏହା ମଧ୍ୟରେ କୌଣସି ଅଇଁଠା ଜିନିଷ ରଖନ୍ତୁ ନାହିଁ। ଘରେ ଏହି ଦୁଇଟି ଜିନିଷକୁ ଯେତେ ସ୍ୱଚ୍ଛତା ରଖିବେ, ଘରେ ସେତେ ଧନର ଆଗମନ ହୋଇଥାଏ। ନମ୍ବର 6, ତାୱା କିମ୍ବା କଡ଼ା ଅପରିଚ୍ଛନ୍ନ ରଖିଲେ ଘରର ଶୁଭ ଶକ୍ତିରେ ଅସର ପଡ଼େ। ନମ୍ବର 7, ଖରାପ ତାୱା କିମ୍ବା ଫାଟି ଯାଇଥିବା ତାୱା ଦେଖିଲେ ତୁରନ୍ତ ପ୍ରତିଷ୍ଠାନ କରିବା ଉଚିତ।
ତାୱାକୁ ରାତିରେ ବାହାରେ ଖୋଲା ରଖିବା ଅଶୁଭ ମନାଯାଏ। ନମ୍ବର 8, ତାୱା ଏବଂ କଡ଼ା ବାସ୍ତୁଶାସ୍ତ୍ର ଅନୁଯାୟୀ କେବଳ ଗୃହ ପାତ୍ର ନୁହଁ, ଏହା ଗଢ଼ି ଉଠେ ଘରର ଭାଗ୍ୟ, ନାରୀ ଶକ୍ତି ଓ ଆତ୍ମିକ ଶୁଦ୍ଧତା। ସଠିକ୍ ଦିଗ ପରିଚ୍ଛନ୍ନତା ଓ ଶୁଭ ମନୋଭାବ ଦ୍ୱାରା ଯଦି ଏହାକୁ ବ୍ୟବହାର କରାଯିବ, ତେବେ ଘର ହେବ ସଂସାରର ସର୍ବୋତ୍ତମ ଶାନ୍ତିସ୍ଥଳ। ନମ୍ବର 9, କିଛି ଲୋକ ତାୱା କିମ୍ବା କଡ଼ାରେ ଖାଇବା ବନାଇବା ପରେ ସଙ୍ଗେ ସଙ୍ଗେ ପାଣିରେ ରଖିଦିଅନ୍ତି। ଯଦି ଆପଣ ବି ଏମିତି କରୁଛନ୍ତି, ତେବେ ଏହି ଅଭ୍ୟାସକୁ ଆଜି ହିଁ ଛାଡ଼ନ୍ତୁ, କାରଣ ଗରମ ତାୱା କିମ୍ବା କଡ଼ାରେ ପାଣି ପକାଇବା ଉଚିତ ନୁହଁ। ଘରେ ଥିବା ଗୁରୁଜନ ଲୋକ ଏମିତି କରିବା ପାଇଁ ମନା କରିଥାନ୍ତି ଏବଂ ବାସ୍ତୁଶାସ୍ତ୍ରରେ ମଧ୍ୟ କୁହାଯାଇଛି ଯେ ଗରମ କଡ଼ା କିମ୍ବା ତାୱାରେ ପାଣି ପକାଇବାକୁ ଅଶୁଭ ବୋଲି ମନାଯାଏ। ଗରମ ତାୱା କିମ୍ବା କଡ଼ାରେ ପାଣି ପକାଇଲା ବେଳେ ଯେଉଁ ଶବ୍ଦ ହୁଏ, ସେହି ଶବ୍ଦରେ ଘରେ ନକାରାତ୍ମକ ଶକ୍ତିର ଉତ୍ପନ୍ନ ହୋଇଥାଏ। ତେଣୁ ବାସ୍ତୁଶାସ୍ତ୍ରରେ ଏହାକୁ ଅଶୁଭ ବୋଲି ମନାଯାଏ। ନମ୍ବର 10, ତାୱାକୁ ସବୁବେଳେ ଶୁଆଇକି ରଖନ୍ତୁ। ଜ୍ୟୋତିଷ ଶାସ୍ତ୍ରରେ ମନାଯାଏ କି ତାୱାକୁ ଠିଆ କରି ରଖିଲେ ଘରେ କଳି ଝଗଡ଼ା ଲାଗି ରହିଥାଏ। ଏହା ବ୍ୟତୀତ ଖାଲି ତାୱାକୁ ଗ୍ୟାସ୍ ଚୁଲା ଉପରେ ରଖିବା ଉଚିତ ନୁହଁ। ନମ୍ବର 11, ଯଦି ଆପଣ ରୁଟି କରିସାରିବା ପରେ ତାୱାକୁ ନ ସଫା ରଖିଦେଉଥାନ୍ତି, ତେବେ ଏହାକୁ ବହୁତ ଅଶୁଭ ବୋଲି ମନାଯାଏ ଏବଂ ଏହା କାଙ୍ଗାଳ ହେବାର ମୁଖ୍ୟ କାରଣ ହୋଇଥାଏ। ନମ୍ବର 12, ବାସ୍ତୁଶାସ୍ତ୍ରରେ ନକାରାତ୍ମକ ଶକ୍ତିର ବିନାଶ ପାଇଁ ଏକ ଉପାୟ କୁହାଯାଇଛି। ତାୱାରେ ରୁଟି କରିବା ପୂର୍ବରୁ ଅଳ୍ପ ଟିକେ ଲୁଣ ତାୱାରେ ପକାଇବା ଉଚିତ। କୁହାଯାଏ କି ଏହା କରିବା ଦ୍ୱାରା ଘରେ କେବେ ବି ଟଙ୍କା ପଇସା କିମ୍ବା ଖାଦ୍ୟର ଅଭାବ ହେବ ନାହିଁ। ବୈଜ୍ଞାନିକ ମତାନୁସାରେ ଏହା କରିବା ଦ୍ୱାରା ତାୱାରେ ଥିବା କୀଟାଣୁ ମରିଯାଆନ୍ତି ଏବଂ ରୁଟି ଖାଉଥିବା ଲୋକଙ୍କର କେବେ ବି ଦେହ ଖରାପ ହୋଇନଥାଏ। ନମ୍ବର 12, ଯଦି ଘରେ ସ୍ୱାମୀ କିମ୍ବା ପିଲାମାନଙ୍କର କୌଣସି ନିଶା ଅଛି, ତେବେ ଏହାର ମୁଖ୍ୟ କାରଣ ଘରେ ରଖୁଥିବା ବାସନର ତରିକା ଠିକ୍ ନାହିଁ। ରାହୁର କୁପ୍ରଭାବ ପାଇଁ ବି ଏମିତି ହୋଇଥାଏ। ରାତିରେ କେବେ ହେଲେ ବେସିନ୍ ଭିତରେ ତାୱାକୁ ରଖନ୍ତୁ ନାହିଁ। ତାୱାକୁ ସର୍ବଦା ଧୋଇକି ରଖନ୍ତୁ। ନମ୍ବର 14, ତାୱାରେ ରୁଟି ବନାଇବା ବେଳେ ପ୍ରଥମ ରୁଟିକୁ ଗାଈ କିମ୍ବା କୁକୁରକୁ ଦେବା ଉଚିତ। ପ୍ରଥମ ରୁଟି କୌଣସି ପ୍ରାଣୀକୁ ଦେବା ଉଚିତ। ଏହା ଦ୍ୱାରା ଘରକୁ ବିପଦ ଆସେ ନାହିଁ ଏବଂ ତାହା ସହ ଘରୁ ନକାରାତ୍ମକ ଶକ୍ତିର ବିନାଶ ହୋଇଥାଏ। ଘରେ ସୁଖ ସମୃଦ୍ଧି ବଢ଼ିଥାଏ ଏବଂ ଧନ ଦୌଲତର ବୃଦ୍ଧି ହୋଇଥାଏ। ନମ୍ବର 15, ଘରେ ଯେତେବେଳେ ତାୱାର ବ୍ୟବହାର ନ ହେଉଛି, ସେତେବେଳେ ଏହାକୁ ଏମିତି ଜାଗାରେ ରଖନ୍ତୁ ଯେମିତିକି କାହାରି ନଜରରେ ନ ପଡ଼େ। ନମ୍ବର 16, ତାୱାକୁ ସର୍ବଦା ରୋଷେଇ ଘରେ ଡାହାଣ ପଟେ ରଖନ୍ତୁ। ତାୱା ଏବଂ କଡ଼ାକୁ ସର୍ବଦା ସଫା ରଖନ୍ତୁ, କାରଣ ଏହା ଆପଣଙ୍କର ଭାଗ୍ୟର ପ୍ରତିବିମ୍ବ ଅଟେ। ତାୱା ଯେତେ ଚମକିବ, ଆପଣଙ୍କ ଭାଗ୍ୟ ସେତେ ଚମକିବ। ଦର୍ଶକ ବନ୍ଧୁ, ଆପଣମାନେ ମୋର ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ମୁଁ ଆପଣମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ଯଦି ଆପଣମାନେ ମୋର ଏହି ଭିଡ଼ିଓରୁ କିଛି ବି ଶିକ୍ଷଣୀୟ କଥା ଶିଖିପାରିଥିବେ, ତେବେ ଦୟାକରି ମୋର ଚ୍ୟାନେଲ ସୋନା ରିତୁ ଲାଇଫଷ୍ଟାଇଲକୁ
ସବସ୍କ୍ରାଇବ୍ କରନ୍ତୁ ଏବଂ ତାହା ସହ କମେଣ୍ଟରେ ଜୟ ମା ଲକ୍ଷ୍ମୀ ବୋଲି ନିଶ୍ଚିତ ଲେଖିବେ। ଭିଡ଼ିଓଟିକୁ ଛୋଟିଆ ଲାଇକ୍ଟିଏ ମଧ୍ୟ ନିଶ୍ଚୟ କରିବେ। ଭଲରେ ରୁହନ୍ତୁ ଆପଣମାନେ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା। ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଭଲରେ ରୁହନ୍ତୁ ଆପଣମାନେ।